ଜାତୀୟ ରାଜପଥରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ, ଯୁବକ ମୃତ 3 ଅଟକ। ଜାତୀୟ ରାଜପଥ ଜାମ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥର ଜୁଣବଳଦା ଛକ ନିକଟରେ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ 3 ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବକ ଜଣକ ଜୁଣବଳଦା ଗ୍ରାମର କମଳାକାନ୍ତ ମଲ୍ଲିକଙ୍କ ପୁଅ ସଞ୍ଜିତ। ସୂଚନା ଅନୁଯାୟୀ ସଞ୍ଜିତଙ୍କ ସହିତ ଉକ୍ତ ଛକରେ ସ୍ଥାନୀୟ ଅଞ୍ଚଳରେ କିଛି ଯୁବକଙ୍କ ସହିତ ପ୍ରଥମେ କଥା କଟାକଟି ପରେ ସେମାନଙ୍କ ମଧ୍ୟରୁ ଜଣେ ଭୁଜାଲିରେ ସଞ୍ଜିତର ଛାତି, ପେଟ ଓ ହାତ ମୁଣ୍ଡରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସଞ୍ଜିତଙ୍କୁ ରକ୍ତ ଜୁଳୁବୁଳୁ ଅବସ୍ଥାରେ ଦେଖି 108 ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ବସ୍ତା ପୋଲିସକୁ ମଧ୍ୟ ଖବର ଦେଇଥିଲେ। ଏହି ଘଟଣାରେ ପୋଲିସ ପହଞ୍ଚି 3 ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିଖରପୁର ଅଞ୍ଚଳର ବାପି ଓରଫ ଚିତ୍ତରଞ୍ଜନ ପ୍ରଧାନ, ପଦିମା ଗ୍ରାମର ଅନିକେତ ପାତ୍ର ଓ ଅନ୍ୟ ଜଣକ ପରିଚୟ ମିଳିପାରି ନାହିଁ। ଜାତୀୟ ରାଜପଥର 2 ପାର୍ଶ୍ୱରେ ହଜାର ହଜାର ଗାଡ଼ି ମଟର ଜାମ୍ ହୋଇଥିବା ଦେଖିବାକୁ ମିଳିଛି। SafeMusicList.com, royalty-free music for marketing and